ମୋ ଜୀବନରେ ଏ ଦୁଃଖ ଦିନ ଏତେ ଶୀଘ୍ର ଆସିବ ବୋଲି ମୁଁ କେବେ ଭାବିନଥିଲି। ଆଜି ହେଉଛି ମୋ ବାପାଙ୍କର ସ୍ମୃତି ସଭା ଉତ୍ସବ। ଦେଖନ୍ତୁ। ওই তো ওই সেটাই পড়াইলে ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ମୋର ପରମ ସୌଭାଗ୍ୟ ସେ ସମୟରେ ମୋ ମନଟା ଝୁଣା ହେଇଯାଏ, କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଚିନ୍ତା କଲି ସେଟା ମୋ ପାଇଁ ଗୋଟେ ବରଦାନ ଥିଲା, ଆଶୀର୍ବାଦ ଥିଲା। ମୁଁ ଯଦି ଜଣେ ଗୋଟେ ମୋର ନିଜର ସାଟିସ୍ଫ୍ୟାକ୍ସନ ପାଇଥାଏ ଗୋଟେ ଇଂରାଜୀ ଶିକ୍ଷକ ଭାବରେ, ତାହେଲେ ମୁଁ ସଂଗ୍ରହ ହେଇପାରିଲା ବହୁତ ଅଛି ଅଧିକ। ଏବଂ ସେ ଗୋଟେ କଥା ସବୁବେଳେ କହନ୍ତି, ଅଧିକ ପଢ଼। ଏଇ କଥାଟା ମତେ ବିଶେଷ ଭାବରେ ମତେ ଆଗକୁ ଯିବା ପାଇଁ ନିଶ୍ଚୟରେ ମତେ ବାଟ ବଢ଼େଇଥିଲା। ବଡ଼ ଭାଇଙ୍କର ବ୍ୟକ୍ତିତ୍ୱ ଥିଲା ଗୋଟେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ। ଆମେ ଯୋଉ ପ୍ୟାରେଣ୍ଟ ଷ୍ଟାଫ୍ ଥିଲୁ 13 ଜଣ ଥିଲୁ, ସେ କଥା ଆଜି ପାଟିରେ ମତେ ମନେ ପଡୁଥିଲା। ସମ୍ମାନନୀୟ ନାଉ ବାବୁ ଯିଏ ଛୁଆଙ୍କର ପୁଅ, ବାଇନ, ବାବନ, ନାତି, ଟୁକୁନା ସମସ୍ତେ ମୋ ସହିତ ବ୍ୟକ୍ତିଗତ ସମ୍ପର୍କରେ ଆସିଛନ୍ତି। ତାଙ୍କର ପୁଅ, ବୋହୂ, ନାତି, ନାତୁଣୀ ସମସ୍ତଙ୍କ ଉପସ୍ଥିତିରେ ଆଜି ଯେଉଁ ଶ୍ରଦ୍ଧାଞ୍ଜଳି ସଭା ଏଠାରେ ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁମାନଙ୍କର ଉପସ୍ଥିତି ଅଛି। ମାନ୍ୟବର ବିଧାୟକ ଏବଂ ଆମର ଶ୍ରଦ୍ଧେୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆମ ଗହଣରେ ପହଞ୍ଚିବେ। ମୁଁ ଅନୁରୋଧ କରିବି ଆମ ସହିତ ଯିଏ ଅଛନ୍ତି ଶ୍ରଦ୍ଧେୟ ରାଜେଶ ଦାସ, ସେ ସଂକ୍ଷେପରେ ଶ୍ରଦ୍ଧା ନିବେଦନ କରିବେ ସାର୍ଙ୍କ ଉଦ୍ଦେଶ୍ୟ। ଧନ୍ୟବାଦ। ଆଜି ଶ୍ରଦ୍ଧାଞ୍ଜଳି ସଭା ସନ୍ତୋଷ ସାର୍ଙ୍କର ସ୍ମୃତି ସଭା ସେ ସଭାପତିତ୍ୱ କରୁଥିବା ମୋର ପୂଜ୍ୟ ହେମନ୍ତ ସାର୍। ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ ଥାଏ, କିନ୍ତୁ ଜଣେ ଶିକ୍ଷକଙ୍କର କେବେ ମୃତ୍ୟୁ, ଶିକ୍ଷକ ହେଉଛନ୍ତି ସେହି ବ୍ୟକ୍ତିତ୍ୱ ଯିଏ ସମାଜରେ ମଣିଷ ତିଆରି କାରଖାନାକୁ ଚଳାଇଥାନ୍ତି। ତେଣୁ ତାଙ୍କ ହାତ ତିଆରି ମଣିଷମାନେ ଯେତେବେଳେ ସମାଜର ବିଭିନ୍ନ ଜାଗାରେ ଯାଇକି ଉଚ୍ଚ ଉଚ୍ଚ ପଦପଦବୀ ମାନଙ୍କରେ କାମ କରନ୍ତି ଏବଂ ସମାଜକୁ ଦିଗ୍ଦର୍ଶନ ଦିଅନ୍ତି ଏବଂ ତାଙ୍କ ଜୀବନ ସାର୍ଥକ ହୋଇଥାଏ ଏବଂ ତାଙ୍କ ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ ସିଏ ସମାଜରେ ବଞ୍ଚି ରୁହନ୍ତି। ତେଣୁ ଆଜି ସେ ଆମକୁ ଛାଡ଼ିକି ଚାଲି ଯାଇଛନ୍ତି ସତ, କିନ୍ତୁ ତାଙ୍କର କୃତି ଏବଂ ତାଙ୍କ ହାତ ତିଆରି ମଣିଷମାନେ ଯେତେବେଳେ ସମାଜର ବିଭିନ୍ନ ଜାଗାରେ ଯାଇ କାମ କରୁଛନ୍ତି, ସେଇମାନଙ୍କ ମାଧ୍ୟମରେ ଚିରକାଳ ସେ ଆମ ସମାଜରେ ବଞ୍ଚିକି ରହିବେ। ଯେତେବେଳେ ମଣିଷର ଜନ୍ମ ହୁଏ ସେହି ଦିନଠାରୁ ମଣିଷର ମୃତ୍ୟୁ ମଧ୍ୟ ଲେଖା ହେଇକି ଥାଏ। ଏହା ଏକ ଚିରନ୍ତନ ସତ୍ୟ, ଯାହାକୁ କେହି କେବେ କାଟି ଆଗକୁ ଯାଇପାରି ନାହିଁ। ସମାଜର ଏ ଚିରନ୍ତନ ସତ୍ୟକୁ ଆମ ସମସ୍ତଙ୍କୁ ମାନି ନେବାକୁ ପଡ଼ିବ। କିନ୍ତୁ ଯେତେବେଳେ ଭଲ ଲୋକମାନେ ସମାଜକୁ ଛାଡ଼ିକି ଚାଲିଯାଏ, ମୁଁ ବୁଝିଲି
ଅଛନ୍ତି। ଅଶ୍ୱିନୀ ତାଙ୍କର ବିଳମ୍ବ ହେଲା। ମୁଁ ତାଙ୍କ ଘର ପାଖରୁ ଫେରିବା ପରେ ଆମର ପୁରାତନ ଛାତ୍ର ସଂସଦ ତରଫରୁ ସଭାପତିକୁ ଜଣାଇଲି। ଆମେ ତାଙ୍କୁ ସ୍କୁଲ ପାଖରେ ଫୁଲମାଳ ଦେବା, କିନ୍ତୁ ଠିକ୍ ସମୟରେ সময়ଟା ଜାଣି ନପାରିବାରୁ ସଭାପତିଙ୍କ ସହିତ ଯାଇ ରାଧା ଗୋବିନ୍ଦ ବିଦ୍ୟାପୀଠରେ ତାଙ୍କର ଶେଷ ଦର୍ଶନ କରି ଶୋଭାଯାତ୍ରାରେ ଯୋଗ ଦେଇ ଫେରିଲି। ତାଙ୍କର ସମୟ ମଧ୍ୟରେ ଆମର ଏ ଶ୍ରଦ୍ଧାଞ୍ଜଳି ପର୍ବ ଉନ୍ମୋଚନ ହେବ ଏବଂ ଯେଉଁ ପତ୍ରିକାଟି ହେଇଛି ଆମେ ତାକୁ ଏଠି ଲୋକାର୍ପିତ କରିବା। ତା ପୂର୍ବରୁ ମୁଁ ଅନୁରୋଧ କରିବି ଦିବଙ୍ଗତ ଶଙ୍କର୍ଷଣ ଖଟୁଆଙ୍କ ବଡ଼ ପୁଅ ରେଳ ବିଭାଗରେ ଯିଏ ଚାକିରି କରିଥିଲେ, କଟକରେ ରୁହନ୍ତି ଏବଂ ଛୁଆଦାଙ୍କର ଚାକିରି ମଧ୍ୟ ରେଳରୁ ଆରମ୍ଭ ହୋଇଥିଲା। ରେଲୱେରେ ସର୍ଭିସ୍ କରିଥିଲେ ସମ୍ମାନନୀୟ ନାରାୟଣ ଚନ୍ଦ୍ର ଖଟୁଆ। ସେ ସମସ୍ତଙ୍କ ଉପରେ ବର୍ତ୍ତମାନ ଖଟୁଆ ବଂଶର ସେ ହେଉଛନ୍ତି ବଡ଼ ଅଂଶ। ଶରୀର ଅସୁସ୍ଥ, ମୁଁ ତାକୁ ଅନୁରୋଧ କରିବି ସେଇଠି ବସିକିରି ଆପଣ ନନା କିଛି କହିପାରିବେନି। ଉପସ୍ଥିତ से महात्मा से दिव्यात्मा ज्येष्ठ पुत्र नारायण स्वतंत्र भाव में पोषण पाई न पाई जो दिव्यात्मा विषय कहे श्रीमद भगवद गीता सही कथा कुंती नैनम चेदंती शस्त्राणि नैनम दहति पावक न त्वैनम क्लेदयन्ति आपो न शोषयति मारुत। तेणु से आत्मा अविनाशी सत्य शाश्वत चिरंतन से शाश्वतता को आनिबा पाई एक धार्मिक चेतना मन सृष्टि होता ठाकुर अभिनाश परमहंसर से दिग्दर्शन से दिव्य बाणी एवं परवर्ती समय भाणीजी ये इंदुपुर जड़े वरिष्ठ शिक्षक श्रद्धेय सुमन दास जहाँ गोटे लेखा रही अभिराम मेलारे सहित देखा हुए आम जो सज्जन मंडली उपस्थित अतिथिवृंद आज माघ विषय समस्ते सद्गुणर श्रुतिचारण कले। जन्म मृत्युचक्र यह सत्य। मानव जीवन मुक्ति केवल वर्ष मास दिन दंड कर्मे जीए नर कर्म एका तार जीवनर मानदंड। मनीष तार कर्मश्रय पाई सर्वत्र आदृत होता है परिलक्षित कले। मो उद्देश्य गोटे कविता पाठ कर स्मृति मान जीवन जोध्यारे खाली रखी मागो
ନିଦ୍ରା କଲ ଚିରଦିନ ପିଲାଟି ଦିନରୁ ଭକ୍ତି ସାଧନରେ ଥିଲା ତ ତୁମରି ମନ ସାଧୁ ସନ୍ଥଙ୍କର ଆଦର୍ଶ ବାଣୀକୁ କରୁଥିଲ କର୍ଣ୍ଣପାତ ଠାକୁରଙ୍କ ମନ୍ତ୍ର ମନରେ ବାନ୍ଧିକି ହେଉଥିଲ ଭାରି ପ୍ରୀତ ବରମଳା ଧାମ ତୁମ ହୃଦୟର ସ୍ଥାନ ଅକୁହାତ ସେହି ପ୍ରେମ ଅଭିନ୍ନ ସ୍ପର୍ଶ ସେ ଅମୃତ ରସ ଧନ୍ୟ ହେଲା ତୁମ ଜନ୍ମ ଲୀଳାମୟଙ୍କର ଲୀଳାରେ ତୁମର ଚିରନିଦ୍ରା ହୋଇଗଲା ଆମ ହୃଦୟରେ ଅସରନ୍ତି ଦୁଃଖ ଛାତି ହୋଇ ରହିଗଲା ଶିକ୍ଷକ ବୃତ୍ତିକୁ ଆପଣେଇ ନେଲ ଆଦର୍ଶ ଶିକ୍ଷକ ଭାବେ ସହସ୍ର ଛାତ୍ରଙ୍କୁ ମଣିଷ କରିଲ ଦୁଃଖ କରିନାହ କେବେ ସହିଷ୍ଣୁ ଗୁଣରେ ପଥରଠୁ ବେଶୀ କ୍ଷମାର ସାଗର ତୁମେ ତୁମ ଅଭାବରେ ତୁମ ଗୁଣଗାନ ସମସ୍ତଙ୍କ ମରିଲେ ମର୍ମେ ଧନ୍ୟ ତୁମ ମାତା ଧନ୍ୟ ତୁମ ପିତା ଏପରି ସନ୍ତାନ ପାଇ କି ଗୁଣ ବଖାଣି ପାରିବି ମାମୁଁ ଯାହାର ତୁଳନା ନାହିଁ ସବୁ ଦେଇ ଯିଏ ନେବାର ନଥାଏ ଗଢ଼ି ତୋଳେ ଭବିଷ୍ୟତ ধন্যবাদ, অশেষ ধন্যবাদ। আজি ଆଉ ଅଳ୍ପ ସମୟ ପରେ ଦିବଂଗତ ସଂଦର୍ଶନ ଭଗବାନଙ୍କର ଦୀର୍ଘ 80 ବର୍ଷର ଜୀବନାୟକୁ ନେଇ ସଂକଳିତ ହୋଇଥିବା ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସ୍ମୃତି ଆର୍ଘ୍ୟ ଉନ୍ମୋଚିତ ହେବ ଲୋକାର୍ପିତ ହେବ ଯେଉଁଥିରେ ସୁନନ୍ଦା ମ୍ୟାଡ଼ାମଙ୍କର ଏହି କବିତାଟି ସ୍ଥାନିତ ହୋଇଛି ତାଙ୍କ ମାମୁଙ୍କ ଉଦ୍ଦେଶ୍ୟରେ ସେ ତାକୁ ପାଠ କରିଦେବେ ବହୁ ପୂର୍ବରୁ ବହୁତ ସୁନ୍ଦର କଥା ମୁଁ ଅନୁରୋଧ କରିବି ଆମ ସହିତ ଅଛନ୍ତି ଏ ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ଆମ ସମସ୍ତଙ୍କର ଅତି ଆପଣଙ୍କର ପ୍ରିୟ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଦାସ ମହୋଦୟଙ୍କୁ ସେ ତାଙ୍କର ପ୍ରିୟ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ ରଖିବେ। ମଞ୍ଚସୀନ ସଜ୍ଜନ ମଣ୍ଡଳୀ ମଞ୍ଚ ସାମ୍ନାରେ ବସିଥିବା ଭାଇ ଓ ଭଉଣୀମାନେ ଶ୍ରଦ୍ଧା ନିବେଦନ କରିବେ। ଏବଂ
ଭିତରଟା ବୁଝୁନି ତାଙ୍କ ପିଲାମାନେ ବହୁତ ଭାଙ୍ଗି ପଡ଼ିଛନ୍ତି। ଆମ ଘରର ମେରୁଦଣ୍ଡ ଆଜି ଭାଙ୍ଗି ଯାଇଛି। 25 ତାରିଖ ରାତିଟା ଥିଲା ଆମ ଫଟୁଆ ପରିବାର ପାଇଁ ଗୋଟେ କାଳ ରାତ୍ରି, ଯୋଉଟାକି ଏତେ ଶୀଘ୍ର ଆସିବ ବୋଲି ମୁଁ କେବେ ବି ଭାବିନଥିଲି। ଯାହାଟା ଆସି ଆମକୁ ସମସ୍ତଙ୍କୁ ଲୋଭଲେଇ ଦେଇଛି। ତାଙ୍କ ପିଲାମାନେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। କେବେ ବି ଭାବିନଥିଲେ ବାପା ଏତେ ଶୀଘ୍ର ଆମକୁ ଛାଡ଼ି ଚାଲିଯିବେ। ଆଉ ଗୋଟେ କଥା ମୁଁ ଏଇଠି କହୁଛି, ମୋର ଯୁବପିଢ଼ି ସମାଜକୁ କେହି କେବେ ବାପା ମାଙ୍କର ଏ ସମୟଟାକୁ ତାଙ୍କୁ ଏକଟୁଆ ଛାଡ଼ନ୍ତୁ ନାହିଁ। ସମସ୍ତେ ଗୋଟେ କଥା ମନେ ରଖନ୍ତୁ, ଏ ସମୟଟା କେବେ ଆପଣମାନଙ୍କୁ ମିଳିବ ନାହିଁ। ଯେତିକି ସମୟ ଆମେ ବାପା ମାଙ୍କ ସହିତ ବିତେଇବା ନା, ଆମ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେଇଟା ଆମ ପାଖରେ ସାଇତି ହେଇ ରହିବ। ଆମେ ଯଦି ଶାଶୁ ଶ୍ୱଶୁରଙ୍କର ସେବା ଟିକେ କରିଥିବା ନା, ଆମେ ବି ଶାନ୍ତିରେ ରହିପାରିବା। ଏଇଟା ହିଁ ମୋର ଅନୁରୋଧ ଏ ଯୁବ ସମାଜକୁ। ଆଉ ମୁଁ ବି ବହୁତ ଖୁସି, ମୁଁ ମୋ ବାପାଙ୍କ ପାଖରେ ଥିଲି। ତାଙ୍କ ବୁଢ଼ା ବୟସରେ ମୁଁ ତାଙ୍କ ପାଖରେ ଥିଲି। ଯଦି ମୋ ସ୍ୱାମୀ ଚାକିରି କରିଥାନ୍ତେ, କୋଉଠି ବାହାରେ ଯାଆନ୍ତି, ଏ ସୁଖ ମୁଁ ପାଇନଥାନ୍ତି। ଏତିକି କହି ମୁଁ ବିଦାୟ ଦେଉଛି। ହୃଦୟର କଥା, ମନର କଥା। ପ୍ରକୃତରେ ଜୀବିତ ବାକ୍ୟ କାରଣ ମୃତା ହିଁ ଭୁଳି ଭୋଜନ ଭୟାରେ ଅପିତ ଦାନେ ଅତି ପୁତ୍ର ପୁତ୍ରତା। ପୁତ୍ରର ସଂକଳ୍ପନ ତ ସେଇଆ, ବାପା ମାଙ୍କର ସେବା କରିବା, ବାପାଙ୍କର କଥା ରଖିବା, ବାପାଙ୍କର ଜୀବନ ଅବସ୍ଥାରେ ଜୀବିତ ଅବସ୍ଥାରେ ତାଙ୍କ କଥାକୁ ଗୁରୁଜ୍ଞାନ ବୋଲି ମନେ କରିବା ଏବଂ ମୃତ୍ୟୁ ପରେ ଭୁଳି ଭୋଜନ ମାଧ୍ୟମରେ ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ପୁତ୍ରବଧୂମାନଙ୍କର କର୍ତ୍ତବ୍ୟ। ତେଣୁ ଯଦି ଅତି ସୁନ୍ଦର ଭାବରେ ତା ହୃଦୟ କଥାକୁ ମନର କଥାକୁ ପରିବ୍ୟାପ୍ତ କରି ପରିପ୍ରକାଶ କରି ତାଙ୍କ ଶ୍ୱଶୁରଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି, ମୁଁ ତାଙ୍କୁ ତାଙ୍କ ଜୀବନର ମଙ୍ଗଳ କାମନା କରୁଛି। ସମସ୍ତେ ପିଲା ଛୁଆ ଭଲରେ ରୁହନ୍ତୁ। ଅନୁରୋଧ କରିବି, ଆମ ସହିତ ଅଛନ୍ତି ଆମ ସେଇ ରାଧାଗୋବିନ୍ଦ ବିଦ୍ୟାପୀଠର ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ଜଣେ ବିଶିଷ୍ଟ ବାଗ୍ମୀ, କବି ଏବଂ ସମଗ୍ର ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର କୀର୍ତ୍ତି ରହିଛି। ବଡ଼ ଭାଇ ଚିରରଞ୍ଜନ ରାଉତ, ତାଙ୍କର 2ଟା ଲେଖା ପ୍ରକାଶ ପାଇଯାଇଛି। ଯାହା ହଉ ସେ ତୃତୀୟ ଥର ଟିକେ ଆହ୍ୱାନ ଦେବେ, ସମୟକୁ ଦେଖିବା, ସମୟ ଦେଇଛି ପର୍ଯ୍ୟନ୍ତ ତାକୁ ଆମେ ନେଇ କାର୍ଯ୍ୟ କରିବା। ଚିରରଞ୍ଜନ ରାଉତଙ୍କର ଆମେ ସଦା ନିବେଦନ କରିବା। ଆଜି ମୋ ଦାଦା ସ୍ୱର୍ଗତ ସଂକର୍ଷଣ ପରିବାରର ଦ୍ୱାଦଶ ଅବସରରେ ଆୟୋଜିତ ସ୍ମୃତି ସଭାର ବରେଣ୍ୟ ସଭାପତି ମହୋଦୟ, ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ, ସମ୍ମୁଖରେ ବସିଥିବା ମାନି ଜ୍ଞାନୀ ଗୁଣୀ ବିଜ୍ଞ ପ୍ରଜ୍ଞ ସଜ୍ଜନ ମଣ୍ଡଳୀ, ସମସ୍ତ ପରିବାରବର୍ଗ, ସମସ୍ତଙ୍କ କଥା ମୁଁ ସାଧୁବାଦ ଜ୍ଞାପନ କରୁଛି। ସାଧୁବାଦ ଦଉଛି ଯେ କି ପୁରାତନ ଛାତ୍ର ସଂସଦ ରାଧାଗୋବିନ୍ଦ ବିଦ୍ୟାପୀଠର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ। ତେଣୁ ଯାହା ହଉ, ପାଗର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆଜି ସଭାର ବହୁ ଲୋକ ସମବେତ ହୋଇପାରିଛନ୍ତି। ଶଙ୍କର ଦାଦାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ବହୁ ସଦଭାବ ଜ୍ଞାପନ କରୁଛି। ପ୍ରଥମେ କହିବି ବିଶେଷ ଯୋଉଥିପାଇଁ କି ନିଜର ଯେ କି ମେରିଟିୟସ୍ ଷ୍ଟୁଡେଣ୍ଟ ହିସାବରେ ସେ ରେଲୱେରେ ଚାକିରି କରିଥିଲେ। ନନା ନାଲୁମାଚାର୍ଯ୍ୟ ସେ ରେଲୱେରେ ଥିଲେ, ତାଙ୍କ ମଧ୍ୟରେ ସେ ଚାକିରି ବସିଥିଲେ, କିନ୍ତୁ ପରମାନେଣ୍ଟ ହେଇପାରି ନଥିଲା। କିଛି ଦିନ ଚାକିରି କରି ସେଠୁ ସେ ବିଦାୟ ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ 1981 ତୁମକ ହାଇସ୍କୁଲ ସୃଷ୍ଟି କରାଗଲା। ସେତେବେଳେ ତାଙ୍କୁ ଶିକ୍ଷକ ଭାବରେ ସୁଯୋଗ ମିଳିଲା। ସେ ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ। ବୟସ ଅତିକ୍ରାନ୍ତ ଯୋଗୁଁ ବହୁ ବାଧାପ୍ରବାଦ ଭିତରେ ସେ ଶିକ୍ଷକତା ଲାଭ କଲେ
ତେବେ ଯାହା ହଉ ଶିକ୍ଷକ ହିସାବରେ ନିଜର ପେଶା এই দক্ষ শিক্ষক ভাবে অঞ্চলটার খ্যাতি আছে অঞ্চল বিশেষ ইংরেজি গ্রামার মূল শিক্ষক ইংরেজি গ্রামারে পদ্মচরণ বিহারী মোর প্রবর্তন মাধ্যমে ইউটিউবর ওড়িশার সুনামদান পদ্মচরণ বিহারী সে যেମିତି ଗ୍ରାମରେ ଥିଲେ ପୋକ ଧୁରନ୍ଧର ନିପୁଣ କଟୁ ସେ ଭିତରେ ମୋ ସମ୍ପର୍କ ଥିଲା ଦୁଇଟି ବିଷୟ ପଢ଼ାନ୍ତି ଇଂରାଜୀ ଏବଂ ଭୂଗୋଳ ଆରମ୍ଭ ସ୍କୁଲରେ ଥିଲେ ଶେଷରେ 2007ରେ ସେ ରିଟାୟାର ନେଲେ ଶିକ୍ଷକତା ଜୀବନ ଭିତରେ କେବେ କାହା ସହିତ ନିଜର ସହକର୍ମୀ ବିହନ ଚପରାଠୁ ଆରମ୍ଭ କରି କୌଣସି ଛାତ୍ରଛାତ୍ରୀଙ୍କ ସହିତ ତାଙ୍କର କେବେ ଖରାପ ସମ୍ପର୍କ ନଥିଲା ଚାକିରିର ଶେଷ ଜୀବନ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ସେ ସୁସମ୍ପର୍କ କରିଥିଲେ ଆମର ଚରିତ୍ର ବିଷୟରେ କହିଲେ ଅନେକ ପରୋପକାରୀ ଅନେକ ଧର୍ମପ୍ରାଣ ମଣିଷର ନା କହିଦେଇଗଲା ପରମାଳ ମୁଁ ବି ଯାଇଥିଲି ନା ସେ ପିଲା ଯେତେବେଳେ ତୃତୀୟ ସ୍କୁଲ ପାଠ ପଢୁଥିଲି ଟିକେ ମନ ଗରମ ସେ ଦାଦା ସାଙ୍ଗରେ ଯାଇଥିଲି ଅବିରାମ ପରମହଂସ ତାକୁ ଆସି ତାଙ୍କ ଘରେ କହିଥିଲେ ବହୁତ ତମଂସ ପରିବାର ସମସ୍ତ ଅବିରାମ ପରମହଂସଙ୍କର ସେ ଭକ୍ତ ଭାବରେ ପ୍ରୀତି ଧର୍ମପ୍ରାଣ ନିଷ୍ଠବାସ ଅତି ବଳାପି ଅତି ସରଳ ଅତି ନମ୍ର ଅତି ଭଦ୍ର ଅତି ସହନଶୀଳ ଅତି ଶାନ୍ତ ଶିଷ୍ଟ ଭଦ୍ର ମଣିଷ କୋଟି ମଣିଷ ଥିଲେ ସେ ସମ୍ପର୍କଟା ମୁଁ ଜାଣିବି କେବେ କା ମନରେ ଦାରୁଣ ଆଘାତ ଦେଲା ଭଳି କଥା ଉପରେ କାହାକୁ ସେ କହିନାହାନ୍ତି ଆମେ ବନ୍ଧୁମାନ ଛାଡ଼ିଦିଅ তোমার বসিଛନ୍ତି জীবন ছাত্রছাত্রী ମୋର ଶ୍ରଦ୍ଧେୟ ସାନ ଭାଇ ଅଜୟ ଜେନା ଯାହାକୁ ଆପଣମାନେ ସମସ୍ତେ ନାଇଆ ବୋଲି ଭାବନ୍ତି ଅତି ଆଦରଣୀୟ ସେ ଗୋଟିଏ ବାର୍ତ୍ତା ପ୍ରଦାନ କରିବେ ଶ୍ରଦ୍ଧାଞ୍ଜଳି হ্যালো সকল মন্ত্র শ্রুতিমেলার সভাপতি মহোদয় মুকুন্দ হেমন্ত স্যার মঞ্চশীল বাসুনা মঞ্চশীল আমার সন্তান স্যার বিদ্যুৎ কলেজর ওড়িয়া অধ্যাপক সারকর আনন্দ শিক্ষার্থী জনে আমার ব্যবসা ইউনিভ হাইস্কুল পুরাতন প্রধান শিক্ষক সুধাংশু ভাই মোর যে বড় ভাই তেণু মোর মামুଙ୍କ ଉଦ୍ଦେଶ୍ୟରେ କିଛି କହିବାକୁ ଯାଉଛି ମୋର ମାମୁଁ ଜଣେ ଶଙ୍କରାମ ଜଣେ ମାନେ ଶ୍ରଦ୍ଧାଳୁ ଶ୍ରୀରାମ ଯେହେତୁ ଆମ ବିଦୁପୁର ପଞ୍ଚାୟତରେ ଗୋଟେ ଅଭିରାମପୁର ଆଶ୍ରମ ହେଇଛି ସେ ଆଶ୍ରମର ପ୍ରତିନିଧିଟା ସବୁ ସମୟରେ ନିଜେ ବସି ଆଶ୍ରମ କରନ୍ତି ସେଭଳିଆ ମାମୁଁ ଆମେ ପାଇବେନୁ ସେ ଆମର ଗୁରୁ ଭାଇ ଆମର ମାମୁଁ ପଛରେ ଆମର ଅପା ଅଛନ୍ତି ସୁନନ୍ଦା ଅପା ତାଙ୍କର ସହାନୁଭୂତି ପ୍ରେରଣା ସବୁବେଳେ ଆମ ପାଖରେ ଅଛି ସବୁବେଳେ ପ୍ରତି ମାମୁଁ ଆମର ଆଶ୍ରମ କରିଛନ୍ତି ସତରେ ଶଙ୍କରାମ ଆଶ୍ରମ କରି ଯାଇଛନ୍ତି ଇନ୍ଦୁରୁ ପଞ୍ଚାୟତରେ ଆଶ୍ରମ ଅଭିରାମ ଆଶ୍ରମରେ ଶଙ୍କରାମ ମୁଁ ଯାଏ ଯେତେବେଳେ 26 ତାରିଖ 5:30ରେ ପହଞ୍ଚିଲି ମୋର ହୃଦୟ ସୁରମାମୁଁ ମୋତେ ଶଙ୍କରା ଚାଲିଗଲି ସେଠିକି ମୁଁ ରଟିଗଲି ମାମୁଁ ପଳେଇଲେ ଯେତେବେଳେ ଘରକୁ ଯାଏ ମାମୁଁ ପଚାରନ୍ତି ଆରେ ଆଜ୍ଞା ବାପା ଭଲ ଅଛନ୍ତି ଝିଅଟା ଭଲ ଅଛି ସମସ୍ତ ପରିବାର କଥା ସିଏ ପଚାରନ୍ତି ସେଭଳିଆ ଲୋକ ପାଇବୁନୁ କି ଆଉ ଜନ୍ମ ନିର୍ମାଣ କରିପାରିବେ ଗୁରୁଦେବ ତାଙ୍କର ଆତ୍ମାର ସଂଗତି ନିମନ୍ତେ ମୁଁ ଅଭିରାମପୁରରେ ପ୍ରାର୍ଥନା କରୁଛି ଗୁରୁଦେବ ମାମୁଁଙ୍କୁ ନେଇ ସ୍ୱର୍ଗ ଉପରେ ବସାନ୍ତୁ ଏତିକି ମୋର ବକ୍ତବ୍ୟ ଶେଷ କରି ଜଣେଇବି ଧନ୍ୟବାଦ ଆମର এই ଶ୍ରଦ୍ଧାଞ୍ଜଳି ପର୍ବ କାର୍ଯ୍ୟକ୍ରମ ଚାଲିଛି ଆଉ ଅଳ୍ପ ସମୟ ପରେ ଆମେ ଆମର ସେଇ ହୃଦୟର ସ୍ୱାକ୍ଷରକୁ ଏଠାରେ ଲୋକାର୍ପିତ କରିବା ତେବେ ତା ପୂର୍ବରୁ ଆମ ସହିତ ଆଜି এই আনুষ্ঠানিক କାର୍ଯ୍ୟକ୍ରମରେ ଯେ ଯୋଗ ଦେଇଛନ୍ତି ସେ ହେଉଛନ୍ତି ଜଣେ ବିଶିଷ୍ଟ ପରିବେଶବିତ ଆମ ରାଜଶ୍ରୀ କଳାପୁର ସାହିତ୍ୟ ସଂସଦର ସେ ସଭାପତି ଆଜି ଯେଉଁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଯେଉଁ ପ୍ରତିଯୋଗିତା କରାଯାଇଛି ତାକୁ ମଧ୍ୟ ତାଙ୍କର ପୃଷ୍ଠପୋଷକତା ରହିଛି ମୋର ବଡ଼ ଭାଇ ଶ୍ରୀଯୁକ୍ତ କାଶୀନାଥ ରାଉତରାୟ ଯେ ପୂର୍ବ ଶିକ୍ଷା ଅଧିକାରୀ ଭାବରେ ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ସେବା ଅର୍ଜନ କରିଛନ୍ତି ଆମକୁ ଗୌରବାନ୍ୱିତ କରିଛନ୍ତି ଯେ 50ଟା ହାଇସ୍କୁଲ ସ୍କୁଲ ତିଆରି କରିଛନ୍ତି ଯୋଗ୍ୟ କଥା ତେଣୁ ମୁଁ ତାକୁ ଅନୁରୋଧ କରିବି ସେ ସନ୍ତୋଷ ସାରଙ୍କ ଉଦ୍ଦେଶ୍ୟରେ ସେ ଶ୍ରଦ୍ଧା ନିବେଦନ କରିବେ ତେବେ ତା ପୂର୍ବରୁ ସଭାପତିଙ୍କର ଗୋଟିଏ ଘୋଷଣା ମୁଁ ଆପଣମାନଙ୍କ ନିକଟରେ ରଖିବି ଯେହେତୁ ସନ୍ତୋଷ ସାର ଆମ ରାଜଶ୍ରୀ ଅନୁଷ୍ଠାନର ଉପଦେଷ୍ଟା ଭାବରେ ଦୀର୍ଘ 13 ବର୍ଷ ପର୍ଯ୍ୟନ୍ତ ରହିଥିଲେ
ଯେତେବେଳେ ଆମର ପହଞ୍ଚି ଭାଇ କାର୍ଯ୍ୟକ୍ରମ କରୁଥିଲେ ପ୍ରସନ୍ନ ମନେ ଅଛି ନା? ଅଜାତିରେ ନା ନାହିଁ ପ୍ରତିଷ୍ଠା। ତେଣୁ ସଭାପତି ମହୋଦୟଙ୍କର ଯେଉଁ ଗୋଟିଏ ସୁପାରିଶ କ୍ରମେ ଆମେ ତାଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରିବୁ ରାଜଶ୍ରୀର ରାଜ୍ୟ ଉତ୍ସବରେ ଭୁବନେଶ୍ୱରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯେତେବେଳେ ସମୀର ଆଉ ସଂଗ୍ରାମ ବୁଢ଼ୀ ବେବୀ ଆମେ ସମସ୍ତ ଝିଅମାନଙ୍କୁ ନିମନ୍ତ୍ରଣ କରିବୁ। କିନ୍ତୁ ଆଜି ସେହି ସମ୍ବର୍ଦ୍ଧନା ସେହି ଯେଉଁ ଫଳକ ତାହା ଆଜି ପତ୍ରିକାରେ ମଧ୍ୟ ସ୍ଥାନିତ ହୋଇଛି। ମୁଁ ମାନନୀୟ କାଶୀନାଥ ରାଉତରାୟଙ୍କୁ ଅନୁରୋଧ କରିବି ସେ ତାଙ୍କର ଶ୍ରଦ୍ଧା ସମର୍ପଣ କରିବେ ବିଦ୍ୟାର୍ଥୀମାନ କରୁଛନ୍ତି। ଖରାପ ସମ୍ପର୍କ ନଥିଲା ଆମର ଦୀର୍ଘ ସାର ସହିତ ମୋର ଦୀର୍ଘ 25 ବର୍ଷ ସମ୍ପର୍କ ରହିଛି। धन्यवाद आम गहन आम केन्द्रापड़ा मानव विभाग भुवनेश्वर मेहरा महोदय उपस्थित होती विभिन्न सरकारी कार्यक्रम आई से आम गहन विलंब पहुँची यथा समय पहुँची आज आलोचना पर्व धन्यवाद सभापति श्रद्धा उपस्थित देखिए
ସଂକ୍ଷିପ୍ତ ଉତ୍ତର ସାଙ୍ଗ ହେଉଛି ଜୟ କଥା ଜନ୍ମ ମାତ୍ରଗତ ଭଗବାନ ଶଙ୍କର କହିଲେ ପୁନରପି ଜନମଂ ପୁନରପି ମରଣଂ ପୁନରପି ଜନନୀ ଯଥରେ ଶୟନଂ ଯାବତ ଜନମଂ ତାବତ ମରଣଂ ପୁନରପି ଜନନୀ ଯଥରେ ଶୟନଂ। The death and the birth are the ultimate goal of human life. Guruji ହବ ଯଦି ବୀର ଭାଇ କହିଲେ ଯେ ଶଙ୍କର ସାର୍ ନିର୍ବାଣ ପ୍ରାପ୍ତ ହୋଇଛନ୍ତି ଭଲ ମାନେ ନିର୍ବାଣ ପ୍ରାପ୍ତ ମାନେ ସାର୍ ତାରା ଦଳରେ ସମାସୀନ ହୋଇଛନ୍ତି ସେ ସ୍ୱର୍ଗପୁର ଥାଇ ତାଙ୍କର ପୁରାତନ ଛାତ୍ରମାନଙ୍କୁ ଆମକୁ ସହକର୍ମୀମାନଙ୍କୁ ପରିବାରବର୍ଗଙ୍କୁ ସେ କେମିତି ଆଶୀର୍ବାଦ କରୁଥାନ୍ତି ମଞ୍ଚକୁ ଆହ୍ୱାନ କରିବି। ଆମର ପୁରାତନ ଛାତ୍ର କିଛି ଦିନ ଆମ ସହିତ ଆମ ବିଦ୍ୟାଳୟରେ ମଧ୍ୟ ଇଂରାଜୀ ବିଦ୍ୟାଳୟର ପରିଚାଳନା କମିଟିର ଦାୟିତ୍ୱ ମଧ୍ୟ ଥିଲା। ଏବେ ସାମ୍ବାଦିକତା ଶ୍ରଦ୍ଧା ଦେବାଶିଷ ପାଇଁ ୱାର୍ଲଡ ଶ୍ରଦ୍ଧା ସମର୍ପଣ। ଆଜି ପୂଜ୍ୟ ଶଙ୍କର ସାର୍ଙ୍କ ଅବର୍ତ୍ତମାନରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସଭାପତିତ୍ୱ କରୁଥିବା ପିତୃତୁଲ୍ୟ ଦେବସାନ ମହୋଦୟ ଏବଂ ମଞ୍ଚାସୀନ ମୋର ସମସ୍ତ ପ୍ରାୟ ସମସ୍ତ ମୋର ଶିକ୍ଷକ ତେଣୁ ସମସ୍ତଙ୍କୁ ଗଭୀର ପ୍ରଣିପାତ ଏବଂ ସ୍ମୃତିଚାରଣ ସଭାର ସମସ୍ତ ସଭାସଦ ମଣ୍ଡଳୀ ଆଜି ସ୍ୱର୍ଗତ ଶଙ୍କର ସାର୍ଙ୍କର ଯେଉଁ ସ୍ମୃତିଚାରଣ ହେଉଛି ପ୍ରାୟ ସମସ୍ତେ ତାଙ୍କୁ ଜଣେ ଶିକ୍ଷକ ଭାବରେ ଜାଣିଛନ୍ତି ଏବଂ ସେହି ସମସ୍ତଙ୍କର ସ୍ମୃତି କିନ୍ତୁ ତାପରେ ତାଙ୍କର ଆଉ ଗୋଟିଏ ଦୁନିଆ ବି ଥିଲା। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କର ମଧ୍ୟ ସେ ଆଶ୍ରିତ ହେବା ସହିତ ଅଙ୍ଗସଙ୍ଗୀ ଥିଲେ ଯେଉଁଥିପାଇଁ ସେ ମୋର କେବଳ ଗୁରୁ ନଥିଲେ ଗୁରୁ ଭାଇ ମଧ୍ୟ ଥିଲେ। ତେଣୁ ତାଙ୍କ ବାବଦରେ ସ୍ମୃତିଚାରଣ କରିବାର ଭାଷାକୋଷ ମଧ୍ୟ ମୋ ପାଖରେ ନାହିଁ ଯେଉଁ ଭାଷାରେ ମୁଁ ତାଙ୍କର ସ୍ମୃତିଚାରଣ କରିପାରିବି। ତଥାପି ସେଇ ଠାକୁର ଶ୍ରୀ ଅଭିରାମ ପରମହଂସଙ୍କ ପାଦପଦ୍ମରେ ଏତିକି ନିବେଦନ କରିବି ତାଙ୍କ ଆତ୍ମାର ସଦ୍ଗତି ହେବା ସହିତ ସେହିପରି ପୁରୁଷମାନେ ଆଉ ଥରେ ଜନ୍ମ ନିଅନ୍ତୁ ଏ ଧରାଧାମରେ ଯେଉଁମାନେ ନିଶ୍ଚିତ ଭାବରେ ଅଜ୍ଞାନ ଦିବ୍ୟାନ୍ଧସ୍ୟ ଜ୍ଞାନଞ୍ଜନ ଶଳାକାୟ ଚକ୍ଷୁଜ୍ଜ୍ୱଳଂ ସଦାସ୍ମୈ ଶ୍ରୀ ଗୁରବେ ନମଃ ଏହି ଅଜ୍ଞାନ ରୂପ ବନ୍ଧକାରକୁ ଦୂରୀଭୂତ କରିବା ପାଇଁ ପୁଣି ଥରେ ଏହି ଧରାଧାମରେ ଜନ୍ମ ହେବେ ଆମମାନଙ୍କର ମାର୍ଗଦର୍ଶକ ହେବେ ଏବଂ ଆଉ ଥରେ ସେ ତ ନିଶ୍ଚିତ ଜନ୍ମ ହେବେ। ଗୋଟିଏ କଥା ମୋର ମନେ ରହୁଛି ଏହି ସ୍ମୃତି ସଭା ବସନ୍ତ ସାର୍ଙ୍କର ହେଇଥିଲା ସେଠି ମୋତେ ଶଙ୍କର ସାର୍ କହିଥିଲେ ଆରେ ସିଏ କ'ଣ ଜନ୍ମ ହେବେ ତାଙ୍କ ବୋଉ କ'ଣ ଜନ୍ମ ହେଲାଣି ତାମାନେ ତା ଅର୍ଥ ସେଇଭଳିଆ ପିଲାଙ୍କୁ ଜନ୍ମ କରିବା ପାଇଁ ସେଇଭଳିଆ ମାଆର ବି ଆବଶ୍ୟକତା ଅଛି। ରାମ ବୋଉ କୌଶଲ୍ୟା ମୋ ବୋଉ ଭିତରେ ଯେଉଁ ତଫାତ ହୁଏତ ସାର୍ ମଧ୍ୟ ଅପେକ୍ଷା କରିଥିବେ କେତେବେଳେ ସେଇଭଳିଆ ମାଆଟିଏ ଧରାଧାମକୁ ଆସିବ ତାଙ୍କର ପୁନର୍ଜନ୍ମ ହେବ ଏବଂ ସେ ପୁଣି ଆଉ ଥରେ ଆମ ସମସ୍ତଙ୍କୁ ଆଲୋକର ବାର୍ତ୍ତା ଦେବେ। ଏତିକି କହି ମୋର କଥାକୁ ବିରାମ ଦେଉଛି। ଜୟ ଶ୍ରୀରାମ। সেই পবিত্র দেউলକୁ ନେଇ ଗୌର ପୁରୁଷତେ କେଡ଼େ ସୁନ୍ଦର ତୋ ମନ ଗଙ୍ଗାଧର ତୁ ସିନା ଦେଉଳ ଅରଡ଼ାଈଶ୍ୱର ଯେଉଁ ମାତୃଗର୍ଭ ତାଙ୍କର ଜନ୍ମ ସେ ମା କନ୍ୟା